हेलो फ्रेंड नमस्कार मु विकास आपण मानकु स्वागत करुछि आउ एक नवा वीडियो रे। तो फ्रेंड्स आज आपण मानकु जणैबी जदि आपणकर एक लेबर कार्ड बा निर्माण श्रमिक कार्ड करिसंती एवं एथिरे आपण जानिछंती कोन कोन बेनिफिट्स मिलि थाए। तो फ्रेंड्स आपण मानकर लेबर कार्ड अछि तो आपण मानको जदि रिन्यूअल करू नाहंती तो आपण माने लेबर कार्ड मिलुथिबा जेतिकी बेनिफिट जहा आपण माने पाई परिबे नाही। तो चलंतु जानिबा आपण माने लेबर कार्ड रिन्यूअल केमिति करिवे भिडियोटी शेष जाए देखंतु एवं एई भिडियो रे नुआ आस्थिले चैनल को सब्सक्राइब कर दियंतु पाखरे थिबा बेल आइकन को प्रेस कर रखंतु जहा फल रे हम चैनल रे जहा भी अपडेट आसीबो सर्वप्रथमे जानि परिबे। चलंतु भिडियोटी स्टार्ट करिबा। तो फ्रेंड्स आपण माने जदि निर्माण श्रमिक बा लेबर कार्ड धारी तो आपण माने जानिछंती निर्माण श्रमिक कार्ड हेउछि ओडिशा श्रम और नियुक्ति विभाग द्वारा जारी होइतिबा एक सरकारी परिचय पत्र। ଏହା ଦ୍ୱାରା ଉଭୟ ଗ୍ରାମ ଓ ସହର ଅଞ୍ଚଳରେ ନିର୍ମାଣ କାମ କରୁଥିବା ଶ୍ରମିକମାନେ ବିଭିନ୍ନ ସରକାରୀ ଯୋଜନା ସହାୟତା ପାଇପାରନ୍ତି। ତ ଏହି ଲେବର କାର୍ଡର ବା ନିର୍ମାଣ ଶ୍ରମିକ କାର୍ଡର ରିନ୍ୟୁଆଲ ବା ପୁନର୍ନବୀକରଣ ବର୍ଷକୁ ଥରେ ହୋଇଥାଏ। ଏଥିପାଇଁ ଆପଣଙ୍କୁ ପ୍ରତିବର୍ଷ ରିନ୍ୟୁଆଲ କରିବା ଆବଶ୍ୟକ। ଯଦି ଆପଣ ଏହି କାର୍ଡକୁ ନବୀକରଣ ନ କଲେ ଶ୍ରମିକ ସମସ୍ତ ଯୋଜନାର ଲାଭ ହରାଇଥାନ୍ତି ଏବଂ ଆପଣଙ୍କୁ ପୁନର୍ନବୀକରଣ ପାଇଁ ଆପଣଙ୍କର ଯୋଗ୍ୟତା ଶ୍ରମିକ ବୟସ 18 ରୁ 60 ବର୍ଷ ହୋଇଥିବା ଏବଂ 12 ମାସରେ 90 ଦିନର ନିର୍ମାଣ କାମ କରୁଥିବା ଦରକାର ଓ ପୂର୍ବତନ ନିର୍ମାଣ ଶ୍ରମିକ କାର୍ଡ ସତ୍ୟ ହେବା ଦରକାର। ଏହା ପୁନର୍ନବୀକରଣ କରିବା ପାଇଁ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ, ପୁରୁଣା ନିର୍ମାଣ ଶ୍ରମିକ କାର୍ଡ, ବ୍ୟାଙ୍କ ପାସବୁକ୍, 2ଟି ପାସପୋର୍ଟ ଲାଗିଥାଏ ଏବଂ ଏହାକୁ ରିନ୍ୟୁଆଲ କରିବାକୁ ହେଲେ ଆପଣଙ୍କୁ ଉଭୟ ଅନଲାଇନ ମାଧ୍ୟମରେ ମଧ୍ୟ କରିପାରିବେ ଓ ଅଫଲାଇନ ମାଧ୍ୟମରେ ମଧ୍ୟ କରିପାରିବେ। ଅନଲାଇନ ମାଧ୍ୟମରେ ଆପଣ ସିଏସ୍ ସେଣ୍ଟର ବା ଆମ ସେବା କେନ୍ଦ୍ରକୁ ଯାଇ କରିପାରିବେ। ଅଫଲାଇନରେ ଆପଣ ଆପଣଙ୍କର ଜିଲ୍ଲାରେ ଥିବା ଲେବର ଅଫିସକୁ ଯାଇ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିବର୍ଷ 50 ଟଙ୍କାରୁ 100 ଟଙ୍କା ମଧ୍ୟରେ ଶୁଳ୍କ ଦେବାକୁ ପଡ଼ିବ। ତ ଯେଉଁମାନେ ରିନ୍ୟୁଆଲ କରି ହୋଇନାହାନ୍ତି ସେଇମାନେ ଶୀଘ୍ର ଶୀଘ୍ର ରିନ୍ୟୁଆଲ କରାଇ ନିଅନ୍ତୁ ଏବଂ ନିର୍ମାଣ ଶ୍ରମିକ କାର୍ଡରେ ମିଳୁଥିବା ସମସ୍ତ ସୁବିଧାରେ ଲାଭ ଉଠାନ୍ତୁ। ଭିଡ଼ିଓଟି ଏତିକିରେ ଶେଷ କରୁଛୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।